ମୁଁ ଆପଣଙ୍କୁ ଅଲରେଡ଼ି ବି କହିଦେଇଛି 2025 ବର୍ଷ ହେଉଛି ଗୋଟେ ଗୋଲ୍ଡେନ୍ ଅପରଚ୍ୟୁନିଟି ଇୟର୍ସ। କେବଳ ଯାହା ବି ଯେକୌଣସି ରିକ୍ରୁଟମେଣ୍ଟ ଛାଡ଼ି କେବଳ ଓଡ଼ିଶା ପୋଲିସ କଥା କହୁଛି, ହୋମଗାର୍ଡ଼, OISF, ଓଡ଼ିଶା କନଷ୍ଟେବଲ, OSB, IRB, SI, ତ ସବୁକିଛି ରିକ୍ରୁଟମେଣ୍ଟ 2025 ବା 2026 ଭିତରେ ଆସିବାକୁ ଯାଉଛି। ତ ନିହାତି ଭାବରେ ଆପଣମାନେ ପଢ଼ାପଢ଼ି ଆଜି ଯେଉଁମାନେ ବି ଷ୍ଟାର୍ଟ କରିଥିବେ ଫିଜିକାଲ୍ କଣ୍ଟିନ୍ୟୁ କରିଥିବେ, ନିହାତି ଭାବରେ ସେମାନଙ୍କ ସିଲେକ୍ସନ୍ ହେବ। ଯେଉଁମାନେ ବି କହିବେ ମୁଁ ନୋଟିଫିକେସନ୍ ଆଇଲେ ପଢ଼ିବି, ରେଜଲ୍ଟ ଆଇଲେ ଫିଜିକାଲ୍ କରିବି, ତ ନିହାତି ଭାବରେ ଆପଣଙ୍କ ସିଲେକ୍ସନ୍ ହେଇପାରେ ବା ନ ହେଇପାରେ, ସେଇଟା ଉପରେ ଡିପେଣ୍ଡ କରୁଛି। ଓକେ, ତ ଆପଣମାନଙ୍କୁ ଆଜିକା ଭିଡ଼ିଓରେ ମୁଁ ଆପଣଙ୍କୁ ପୁରା କହିଦେବି କି ହୋମଗାର୍ଡ଼ କ'ଣ ସବୁ ଅପଡ଼େଟ୍ ଆସିଛି, ହୋମଗାର୍ଡ଼ କେବେ କ'ଣ କେବେ ବାହାରିପାରେ, ଏବଂ ଆପଣଙ୍କୁ PMT ଟାଇପ୍ର ଫିଜିକାଲ୍ ଅଲରେଡ଼ି ଡେଟ୍ ଅଲରେଡ଼ି ମାନେ ଆଉଟ୍ ହେଇଗଲାଣି। ତ ଆପଣ ଯେଉଁମାନେ ବି PMT ଦେଇଥିଲେ ନିହାତି ଭାବରେ ଆପଣମାନେ ମଧ୍ୟ ପାଇଁ ହେଲ୍ପଫୁଲ୍ ହେବ। ଆଉ ଗୋଟେ କଥା, OSB IRB ରେଜଲ୍ଟ କେବେ ବାହାରିବ ତା ବାବଦରେ ମଧ୍ୟ ଏଇ ଭିଡ଼ିଓ ମାଧ୍ୟମରେ କହିଦେଇ କିଛି ବି ଭିଡ଼ିଓ ଟାଇମ୍ ୱେଷ୍ଟ କରିବିନି। ଆଉ ହଁ, ଆଉ ଗୋଟେ କଥା, ଯେଉଁମାନେ ଆମ ଚ୍ୟାନେଲକୁ ନୂଆ ଅଛନ୍ତି ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ରେ କ୍ଲିକ୍ କରିବେ, କାରଣ ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣ ଦେଖିପାରିବେ। ଓକେ, ହଁ, ଆଉ ଗୋଟେ କଥା, ଯଦି ଆପଣମାନେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇନାହାନ୍ତି, ଡେସ୍କ୍ରିପସନ୍ ବକ୍ସରେ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ମିଳିଯିବ, ଲିଙ୍କ୍ ଉପରେ କ୍ଲିକ୍ କରିକି ଜଏନ୍ ହେଇଯିବେ। ଓକେ, ଟେଲିଗ୍ରାମରେ ଜଏନ୍ ହେଲେ ଆପଣଙ୍କୁ ବହୁତ ସାରା ଫାଇଦା ମିଳିଯିବ। କୌଣସି ଜବ୍ର ଅପଡ଼େଟ୍ ଆସେ, ଯେମିତି ଆପଣମାନେ ଜାଣିଥିବେ ରେଲୱେର ଗ୍ରୁପ୍ ଡିର ଡେଟ୍ ଷ୍ଟାର୍ଟ ହେଇଗଲାଣି, ଆ ବାବଦରେ ମଧ୍ୟ ଭିଡ଼ିଓ କରିଦେବେ, ଟେନସନ୍ କିଛି ଦରକାର ନାହିଁ। ଆଉ ନୋଟିଫିକେସନ୍ ମଧ୍ୟ ଡାଇରେକ୍ଟ ଆମ ଟେଲିଗ୍ରାମ ଗ୍ରୁପରେ ମଧ୍ୟ ଛାଡ଼ି ଦେଇଛି। ଆପଣ ଯଦି ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେବେ ଇନଷ୍ଟାଣ୍ଟଲି ଅପଡ଼େଟ୍ ମଧ୍ୟ ପାଇପାରିବେ। ହଁ, ଆଉ ଗୋଟେ କଥା, ଯେମିତି ଆପଣ PMT ଟାଇପର ତାର ଫିଜିକାଲ୍ ଡେଟ୍, ଓକେ, ଆଉ ହୋମଗାର୍ଡ଼ର ଅପଡ଼େଟ୍ କ'ଣ ଅଛି ଅଲରେଡ଼ି ଆମର ଟେଲିଗ୍ରାମ ଗ୍ରୁପରେ ମଧ୍ୟ ପ୍ରୋଭାଇଡ଼ କରିଦେଇଛି। ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇକି ସବୁକିଛି ଡିଟେଲ୍ସ ମଧ୍ୟ ଦେଖିପାରିବେ। ଓକେ, ସବୁକିଛି ଅପଡ଼େଟ୍ ମଧ୍ୟ ଆମ ଟେଲିଗ୍ରାମ ଗ୍ରୁପରେ ଦେଖିବାକୁ ମିଳେ। ଯେମିତି ଦେଖ, RPFର ଷ୍ଟାଟସ୍, ଯେଉଁମାନେ ବି ରେଲୱେ RPF ପକାଇଥିଲେ ସେମାନେ ମଧ୍ୟ ଷ୍ଟାଟସ୍ ଚେକ୍ କରିପାରିବେ। ସବୁକିଛି ଡିଟେଲ୍ସ ମଧ୍ୟ, ଯାହା ବି ମୋଟିଭେସନାଲ୍ ଭିଡ଼ିଓ ହେଉ କିମ୍ବା ଯେକୌଣସି ଗୋଟେ ମାନେ ପପୁଲାର ଏକ୍ଜାମ୍ ହେଲା ତାର କେଉଁ ଲେବୁଲ୍ର କୋଶ୍ଚିନ୍ ପଡ଼େ, ତା ବାବଦରେ ସବୁକିଛି ଡିଟେଲ୍ସ ମଧ୍ୟ ଆମ ଟେଲିଗ୍ରାମରେ ଅପଡ଼େଟ୍ ଦେଇଥାଏ। ତ ଫାର୍ଷ୍ଟ କଥା ହେଲା କି ହୋମଗାର୍ଡ଼ ଅପଡ଼େଟ୍। ହୋମଗାର୍ଡ଼ ଅପଡ଼େଟ୍ କ'ଣ, ମୁଁ ଆପଣଙ୍କୁ ଅଲରେଡ଼ି ପଢ଼େଇ ପୁରା ସବୁକିଛି ଡିଟେଲ୍ସ ମଧ୍ୟ କହିଦେଉଛି। ଦେଖ, ଏଇଟା ହେଉଛି 20/1/2025 20 ତାରିଖର। ଅଲରେଡ଼ି ଆମ ଗ୍ରୁପରେ ମଧ୍ୟ ସେୟାର କରିଦେଇଥିଲି। ଗଭର୍ଣ୍ଣମେଣ୍ଟ ହାଜ୍ ବିନ୍ ପ୍ଲିଜ୍ ଟୁ lift the ban of inconvenience of home guards and allow to fill up of vacancies of home guards within the census states of 17,675 following ମୁଁ ଯେଉଁଟା ମେନ୍ following due process and procedure ପାଇବା ହୋମ୍ ଡିପାର୍ଟମେଣ୍ଟ ନୋଟିଫିକେସନ୍। ଏତିକି enclosed here with is the home guard circular order related to enrollment and re-enrollment of home guards. The circular order has been approved by state government. It has requested to calculate number of vacancy of home guard and send a proposal of enrollment of home guards for prior approval of commandant general home guards as per Gauge 3 of home guard circular order ଏତିକି read with sanction 3 of home guard ଏତିକି it is requested that the entirely process of enrollment of new home guards may be completed in next 3 months। ମୁଁ ଆପଣଙ୍କୁ କହିଦେଉଛି ଆର ଅର୍ଥ କ'ଣ। ଆମ ଯେତେବେଳେ ବି ଆଗରୁ ଆପଣ ଜାଣିଥିବେ ବିଜେଡ଼ି ସରକାର ଯେତେବେଳେ ହୋମଗାର୍ଡ଼ର ରିକ୍ରୁଟମେଣ୍ଟ ମାନେ କଟି ଯାଇଥିଲା, ସେ କହିଛି କି ହୋମଗାର୍ଡ଼ ରିକ୍ରୁଟମେଣ୍ଟ ଯେଉଁ କଟି ଯାଇଥିଲା, ଯେଉଁ ବ୍ୟାନ୍ ହେଇଯାଇଥିଲା, ଅଲରେଡ଼ି ଆର ବ୍ୟାନ୍ ଅଲରେଡ଼ି ଯାହା ଯେତିକି ପୋଷ୍ଟ ଅଛି, ଯାହା ଯେତିକି ପୋଷ୍ଟ ଭ୍ୟାକେନ୍ସି ବଢ଼ିବ 3 ମନ୍ଥ ଭିତରେ କମ୍ପ୍ଲିଟ୍ ହେଇଯିବ। ମୁଁ ଆପଣଙ୍କୁ ଅଲରେଡ଼ି ବି ଯେଉଁମାନେ ବି ଯାହାର ବି ଏକ୍ସପିରିଏନ୍ସ ଥିବ, ଅଲରେଡ଼ି ଯେମିତି 2022 ଡିଷ୍ଟ୍ରିକ୍ଟ ପୋଲିସ 3 ମନ୍ଥ କମ୍ପ୍ଲିଟ୍ କଲା, ନୋଟିଫିକେସନ୍ 3 ମନ୍ଥ ଭିତରେ ଯେମିତି କମ୍ପ୍ଲିଟ୍ କରିଦେଲା, ସେମିତି ହୋମଗାର୍ଡ଼ ମଧ୍ୟ 3 ମନ୍ଥ ଭିତରେ କମ୍ପ୍ଲିଟ୍ କରିଦେବ। ତାହେଲେ କେବେ ଆସିପାରେ, ନିହାତି ଭାବରେ 3 ମାସ ଭିତରେ କମ୍ପ୍ଲିଟ୍ କରିଦେବା ମାନେ ନେକ୍ସଟ ମନ୍ଥରେ ମଧ୍ୟ ଆସିପାରେ, 100% ନେକ୍ସଟ ମନ୍ଥ ମଧ୍ୟ ଆସିପାରେ। ତ ଆପଣମାନେ ସେ ଅନୁସାରେ ପ୍ରିପାରେସନ୍ କରନ୍ତୁ, 3 ମନ୍ଥ ଭିତରେ କମ୍ପ୍ଲିଟ୍ କରିଦେବ। ମୁଁ ଆପଣଙ୍କୁ ଏଇ ନୋଟିଫିକେସନ୍ ଅନୁସାରେ କହୁଛି, ଯଦି ସେ 3 ମନ୍ଥ ଭିତରେ କମ୍ପ୍ଲିଟ୍ କରିଦେବ, ଆଇଦର ଏଇ ମାସ ଲାଷ୍ଟ ଆଡ଼ିକି ଆସିପାରେ, ନହେଲେ ଆର ମାସରେ ମଧ୍ୟ ଆସିପାରେ, ସେମିତି କେହି ବି କହିପାରିବେ ନାହିଁ। 3 ମାସ ଭିତରେ କମ୍ପ୍ଲିଟ୍ କରିଦେବ ମାନେ ଏହି ମନ୍ଥ ନହେଲେ ଆର ନେକ୍ସଟ ମନ୍ଥ ବା ନିହାତି ଆସିପାରେ। ଓକେ, ଏଇଟା ହେଲା ହୋମଗାର୍ଡ଼ର ଅପଡ଼େଟ୍। ଆପଣମାନେ ସେ ଅନୁସାରେ ରିଟିନ୍ ପାଇଁ ୱିଥ୍ ଫିଜିକାଲ୍ ପାଇଁ ପ୍ରିପାରେସନ୍ କରନ୍ତୁ। ଓକେ, ନେକ୍ସଟ କଥା ହେଲା କି ଆପଣ ଜାଣିଥିବେ PMTରେ ଯେଉଁମାନେ ବି ଆପ୍ଲାଏ କରିଛନ୍ତି ତାର ରେଜଲ୍ଟ ଆସିନି, ବଟ୍ ଆର ଫିଜିକାଲ୍ କେବେ ହେବ ମଧ୍ୟ ଅଲରେଡ଼ି କହିଦେଇଛି। ଠିକ୍ ଅଛି, ସେ କହିଛି ହେଲା 1 ଏବଂ 2 ଫେବୃଆରୀ 1 ଓ 2ରେ ହେବ, ଯେଉଁଟାକି ଭୁବନେଶ୍ୱର 7th ବାଟାଲିୟନ୍ ଭୁବନେଶ୍ୱର ଆଉ 3rd ବାଟାଲିୟନ୍ କୋରାପୁଟରେ ରହିବ। ସବୁ କେତେ କ'ଣ ସବୁ ଗ୍ରାଉଣ୍ଡରେ ସବୁ ସେ ଅଲରେଡ଼ି ବି କହିଦେଇଛି। ଆର ନୋଟିଫିକେସନ୍ ପାଇଗଲେ ନିହାତି ଭାବରେ ଆମ ଟେଲିଗ୍ରାମରେ ଜଏନ୍ କରନ୍ତୁ। ଠିକ୍ ଅଛି, 1-2 ଫେବୃଆରୀ ବା ସେତିକି ଯେଉଁମାନେ ବି PMT ଡ୍ରାଇଭରରେ ପକାଇଥିଲ, ନିହାତି ଭାବରେ ଆପଣମାନେ
निहाती भाବରେ ड्राइविंग ପାଇଁ ପ୍ରାକ୍ଟିସ୍ କରନ୍ତୁ, ଫିଜିକାଲ୍ ପାଇଁ ପ୍ରାକ୍ଟିସ୍ କରନ୍ତୁ। ଡ୍ରାଇଭିଂ ମୋଷ୍ଟ ଇମ୍ପୋର୍ଟାଣ୍ଟ, ବହୁତ ପିଲା ଡ୍ରାଇଭିଂରେ କଟିବେ। ଓକେ, ଆଉ ଯାହାର ବି କିଛି ଡାଉଟ୍ ଅଛି ନିହାତି ଭାବରେ ଆପଣମାନେ କମେଣ୍ଟ ବକ୍ସରେ ନିଜର ମତ ଦିଅନ୍ତୁ। ମୁଁ ଟାଇମ୍ ୱେଷ୍ଟ ନ କରିକି ଯୋଉଟା ମେନ୍ କଥା ମୁଁ ଆପଣଙ୍କୁ କହିଦେଉଛି। ଓକେ, ତ ଆଉ ଗୋଟେ କଥା ହେଲା କି OSCB IRB ରେଜଲ୍ଟ କେବେ ଅଛି? ଆପଣମାନେ ଜାଣିଥିବେ OSCB IRB ପରେ PMT ବାହାରିଲା, ବଟ୍ ତା ପୂର୍ବରୁ PMTର ଫିଜିକାଲ୍ ଡେଟ୍ ବାହାର କରିସାରିଲାଣି। ତ OSCB IRB ରେଜଲ୍ଟ କ'ଣ ପାଇଁ ଡିଲେ ହେଉଛି? ତ ଆପଣମାନେ ଜାଣିଥିବେ ବହୁତ ପ୍ରକାର ଏଥିରେ କେସ୍ ଚାଲିଛି। ତ ସେଇ ଅନୁସାରେ ମୁଁ ଯାହା ଶୁଣିବାକୁ ପାଇଛି ଫେବୃଆରୀ 3 ପରେ ଆର ଫିଜିକାଲ୍ ଦେଖିବାକୁ ମିଳିଯିବ। ଫିଜିକାଲ୍ ଡେଟ୍ ମଧ୍ୟ ଓକେ, ଏଇ ମନ୍ଥ ଲାଷ୍ଟ ଆଡ଼ିକି ଆର ଫିଜିକାଲ୍ ରେଜଲ୍ଟ ବାହାରି ପଡ଼ିବ। ତ ଆପଣ ଫିଜିକାଲ୍ ନେକ୍ସଟ ମନ୍ଥରେ ହେବ। ତ ସେଇ ଅନୁସାରେ ଆପଣମାନେ ପ୍ରିପାରେସନ୍ କରନ୍ତୁ। ମୁଁ ପୁରା ନୋଟିଫିକେସନ୍ ଅନୁସାରେ କହୁଛି। ଯଦି ଫରେଷ୍ଟ ଲାଇଫ୍ ଇନ୍ସପେକ୍ଟର ଭଳିଆ ଯଦି ଇନଭେଷ୍ଟିଗେସନ୍ ଯଦି ଡିଲେ ହେଇପାରେ, ସେ ବି କେହି ବି କହିପାରିବେ ନାହିଁ। ଆପଣ ଜାଣିଥିବେ ଗୋଟେ ମିନିଟ୍ରେ କ'ଣ ସବୁ ହେଇପାରେ ଆପଣମାନେ ନିଜେ ହିଁ ଜାଣିଛନ୍ତି। ତ ସେ ଅନୁସାରେ ମୁଁ ଆପଣଙ୍କୁ କହିବା ଅନୁସାରେ ଆପଣମାନେ ସେ ଅନୁସାରେ ପ୍ରିପାରେସନ୍ କରନ୍ତୁ, କଣ୍ଟିନ୍ୟୁ ପ୍ରିପାରେସନ୍ କରନ୍ତୁ। ମନୋବଳ ମାନେ କହିବାକୁ ଗଲେ ଆଶା ଛାଡ଼ନ୍ତୁ ନାହିଁ। ମୋର OSCB ଅଧିକ ମାର୍କ ଥିଲା, କ'ଣ ପାଇଁ ଡିଲେ ହେଉଛି ଟେନସନ୍ କିଛି ଦରକାର ନାହିଁ। ତାର ଫାଇନାଲ୍ ଆନ୍ସର୍ କି ଅଲରେଡ଼ି ଆସିଗଲାଣି। ତ ରେଜଲ୍ଟ କେଉଁ ମୁହୂର୍ତ୍ତରେ ମଧ୍ୟ ବାହାର କରିବେ। ଆଜି ବାହାର କରିପାରିବେ, କାଲି ବାହାର କରିପାରିବେ। ଏମିତି ଯାହା ବି ଆଶା ଅଛି ଏଇ ମନ୍ଥ ଲାଷ୍ଟ ଆଡ଼େ ଅଲରେଡ଼ି ଆସିଗଲାଣି। ଏଇ ମନ୍ଥ ଆଉ 6-7 ଦିନ ଭିତରେ ଆପଣଙ୍କର ଆସିଯିବ। ଏଇ ମନ୍ଥ ଲାଷ୍ଟ ଆଡ଼ିକି ମୋତେ ଲାଗୁଛି ଆସିଯିବ। ଆଉ ନେକ୍ସଟ ମନ୍ଥରେ ଆପଣଙ୍କର ଫିଜିକାଲ୍ କରିଦେବ। ତ ସେଇ ଅନୁସାରେ ଆପଣମାନେ ପୁରା ରେଡ଼ି ହେଇକି ରହିଥାନ୍ତୁ। ଓକେ, ତ ମୁଁ ଆପଣଙ୍କୁ ଅଲରେଡ଼ି ବି କହିଦେଇଛି 2025-2026 ସୁଦ୍ଧା ବହୁତ ପ୍ରକାର ପୋଷ୍ଟ ବାହାରି ପଡ଼ିବ। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ମାନେ ଏମିତି ଗୋଲ୍ଡେନ୍ ଅପରଚୁନିଟି ଦେଖିବାକୁ କେଉଁ ବର୍ଷ ଓଡ଼ିଶା ପୋଲିସ ଅଣ୍ଡରରେ ଦେଖିବାକୁ ମିଳିବ ନାହିଁ, ଯେଉଁଠି ଏଇ ବର୍ଷ ମିଳୁଛି। ହୋମଗାର୍ଡ଼ ମୁଁ ଆପଣଙ୍କୁ ଅଲରେଡ଼ି କହିଦେଇଛି, ହୋମଗାର୍ଡ଼, OSF, ଡିଷ୍ଟ୍ରିକ୍ଟ କନଷ୍ଟେବଳ, OSCB IRB, PMT, ଜୁନିୟର କ୍ଲର୍କ। ଓକେ, ତ ଏତେ ସାରା SI ପୁଣି ଏତେ ସାରା ପୋଷ୍ଟ କେଉଁ ବର୍ଷ ଏତେ ଲଗାତାର ଆସେ ନାହିଁ। ତ ସେଇ ଅନୁସାରେ ପୁଣି ଟ୍ରାଫିକ୍ କନଷ୍ଟେବଳ ପୁଣି ଅଛି, ବହୁତ ପ୍ରକାର ପୋଷ୍ଟ ଅଛି। ଆପଣ ଟେନସନ୍ କିଛି ଦରକାର ନାହିଁ। ଆପଣମାନେ କଣ୍ଟିନ୍ୟୁ ପ୍ରିପାରେସନ୍ କରିଥାନ୍ତୁ। ନିହାତି ଭାବରେ ଗୋଟେ ପୋଷ୍ଟ ନେଇକି ଯିବେ। ଆପଣଙ୍କୁ ଅଲରେଡ଼ି କହିଦେଇଛି ଆପଣଙ୍କ ଟାଇମ୍ କେତେବେଳେ ଆସିବ ଆପଣମାନେ ଜାଣିପାରିବେ ନାହିଁ। ଯଦି ଆପଣମାନେ ପ୍ରତିଦିନ ପ୍ରପର୍ଲି ଟାଇମ୍ ୟୁଟିଲାଇଜ୍ କରିଥିବେ ତ ନିହାତି ଭାବରେ ଆପଣମାନେ ସିଲେକ୍ସନ୍ ନେଇକି ଯିବେ। ଓକେ, ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହୋଇଥାଏ। ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, କ୍ଲିକ୍ କରିବେ। ତ ରହୁଛି ଦେଖା ନେକ୍ସଟ ଭିଡ଼ିଓ। ସେଥିପାଇଁ ଜୟ ଜଗନ୍ନାଥ।